ଓମ୍ ଶାନ୍ତି। ଆଜି 3/5/2025 ମସିହା। ସ୍ୱୟଂ ପରମପିତା ପରମାତ୍ମାଙ୍କ ମହାବାକ୍ୟ। ଆସନ୍ତୁ ଆମେ ସମସ୍ତେ ଆତ୍ମସ୍ଥିତିରେ ରହି ଶୁଣିବା। ବାବା ହେଉଛନ୍ତି ଜ୍ଞାନର ସାଗର। ସେ ଯେଉଁ ଜ୍ଞାନ ଦେଉଛନ୍ତି ସେ ଜ୍ଞାନ କାହାକୁ ଜଣା ନାହିଁ। ତେଣୁ ସେ ଜ୍ଞାନକୁ ଶୁଣିବା ପାଇଁ ଏ ଅମୂଲ୍ୟ ନିଧି, ଅମୂଲ୍ୟ ମହାବାକ୍ୟ, ତାକୁ ଶୁଣିବା ପାଇଁ ସେମିତି ଆମର ମନ ବୁଦ୍ଧି ସବୁ ଅମୂଲ୍ୟ ହେବା ଦରକାର। ସେତିକି ଭାବନାରେ, ସେତିକି ଖୁସିରେ, ଆନନ୍ଦରେ, ଜିଜ୍ଞାସୁ ବୁଦ୍ଧିରେ ଆମେ ବସି ଆଜି ଆମର ପରମାତ୍ମାଙ୍କର ମହାବାକ୍ୟ ଶୁଣିବା। ବାବା ଆଜି ଆତ୍ମାର ଲେସନ ଉପରେ ପକ୍କା କରିଛନ୍ତି। ଆମେ ସମସ୍ତେ ଜଣେ ଜଣେ ଆତ୍ମା। ଆଉ ଆମ ଆଖି ଆଗରେ ଯାହାକୁ ଦେଖୁଛେ, ଯେଉଁ ମନୁଷ୍ୟମାନଙ୍କୁ ଦେଖୁଛେ, ସମସ୍ତେ ଗୋଟିଏ ଗୋଟିଏ ଆତ୍ମା। ଆତ୍ମାରେ ଆମେ ଏଇ ଯୁଗରେ ଏମିତି ବିନ୍ଦି ଲଗାଉଛେ, କିନ୍ତୁ ସତ୍ୟ ଯୁଗରେ ବଡ଼ ଧରଣର ରାଜ ତିଳକ ଲାଗିବ। ବାବା କହିଦେଇଛନ୍ତି ସେ ରାଜ ତିଳକ ଲଗେଇବା ପାଇଁ, ପାଇବା ପାଇଁ ଆମକୁ ଯୋଗ୍ୟ ହେବା ଦରକାର। ଆମର ଯୋଗ୍ୟତା କେମିତି ବଢ଼ିବ ତାର ବି ବାବା ଉପାୟ ବତେଇ ଦେଇଛନ୍ତି। ଆତ୍ମା ଭୃକୁଟି ସିଂହାସନରେ ଏବେ ବସିଛି, ସେତେବେଳେ ବି ବସିବ, କିନ୍ତୁ ତାକୁ ବର୍ତ୍ତମାନ ଏଇ ଛୋଟ ବିନ୍ଦୁରେ ସମ୍ମାନ ଦିଆଯାଉଛି, ସେତେବେଳେ ରାଜ ତିଳକ ଦେଇକି ସମ୍ମାନ ଦିଆଯିବ ସତ୍ୟ ଯୁଗରେ। ଆମେ ଯେତେ ବାବାଙ୍କର ନାମବାଲା କରିବା, ତାଙ୍କ ଶ୍ରୀମତରେ ଚାଲିବା, ତାଙ୍କୁ ପ୍ରତ୍ୟକ୍ଷତା କରିବା, ଆମେ ସେତେ ବଡ଼ ଶ୍ରେଷ୍ଠ ପଦର ଅଧିକାରୀ ସତ୍ୟ ଯୁଗରେ ହେବା। ସେଥିପାଇଁ ଆମକୁ ସବୁବେଳେ ନିଜକୁ ଆତ୍ମା ବୋଲି ଭାବିବାକୁ ପଡ଼ିବ। ଯାହାକୁ ସମ୍ମୁଖରେ ଦେଖୁଛେ ତାକୁ ଆତ୍ମା ଭାଇ ବୋଲି ବିଚାର କରିବା। ଏଇ ବିଚାର ବଳରେ ଆମର ଆତ୍ମା ପବିତ୍ର ହେଇଯିବ। ତେଣୁ ଆମେ ଏତିକି ମାତ୍ର ଯଦି କରିପାରିଲେ, ଆଉ ସବୁବେଳେ ମଧୁର କଥା କହିକି ବାବାଙ୍କର ପରିଚୟ ଦେଇପାରିଲେ, ତାହେଲେ ଆମ ଆତ୍ମା ଦିନକୁ ଦିନ ବାବାଙ୍କର ନାମବାଲା କରିବାରେ, ପ୍ରତ୍ୟକ୍ଷତା କରିବାରେ, ସହଯୋଗୀ ହେବାରେ ମସ୍ତ ରହିବ। ବାବା କହୁଛନ୍ତି ଯେ ବର୍ତ୍ତମାନ ରାବଣର ତୁମେ ହାତ ଧରିଛ, ରାବଣ ପଣ ତୁମ ପାଖରେ ରହିଛି। ଆତ୍ମା ସ୍ମୃତି ବିସ୍ମୃତିର ଖେଳ ଖେଳୁଛି। କେତେବେଳେ ନିଜକୁ ରାମଙ୍କର ସନ୍ତାନ ଭାବୁଛି, କେତେବେଳେ ରାବଣର ସନ୍ତାନ ଭାବୁଛି। ଏଇ ରାବଣର ସନ୍ତାନ କେମିତି ଆମ ମନରୁ କଟିବ ଯେ ମୁଁ ରାବଣର ସନ୍ତାନ ନୁହେଁ, ମୁଁ ରାମଙ୍କ ସନ୍ତାନ। ଏଥିପାଇଁ ଯେହେତୁ ଆମେ 2 ଯୁଗ ହେଲାଣି, ଦ୍ୱାପର କଳି, ଏଇ 2ଟା ଯାକ ଯୁଗରେ ଏଇ ପ୍ରକାର ଅଭ୍ୟାସ, ଏମିତିଆ ମନ ବା ଏମିତିଆ ବୁଦ୍ଧି, ଏମିତିଆ ସ୍ମୃତି ଆମେ ଆତ୍ମାକୁ ଦେଇ ଚାଲିଛେ। 5 ବିକାରର ସ୍ମୃତିରେ ଆତ୍ମା ମସ୍ତ ହେଇଯାଇଛି। ତେଣୁ ରାବଣପଣକୁ ସେ ଭୁଲି ପାରୁନାହିଁ। ଏଇଟା ଗୋଟେ ବଡ଼ ମେହନତର କାମ। ସେଥିପାଇଁ ବାବାଙ୍କ ପିଲା ସବୁବେଳେ ହିଅର ନୋ ଇଭିଲ୍, ଟକ୍ ନୋ ଇଭିଲ୍, ସି ନୋ ଇଭିଲ୍ ଏମିତି କରିବା ଦରକାର। ଦିନକୁ 8 ଘଣ୍ଟା ଅନ୍ୟୁନ ଯୋଗରେ ରହିବା ଦରକାର। 8 ଘଣ୍ଟା ମାନେ କ'ଣ? ଜଣେ ବସିକି କେବେ ବି 8 ଘଣ୍ଟା ତ ଯୋଗ ଲଗେଇ ପାରିବନି ବାବାଙ୍କ ସହିତ ମସ୍ତ ହେଇକି। ତେଣୁ କାମ କଲାବେଳେ, ବୁଲିଲା ବେଳେ, ଚାଲିଲା ବେଳେ ବାବାଙ୍କ ସାଥିରେ ରହିବାର ମଜା ଅନୁଭବ କରି, ଯେମିତି ବାବା ହିଁ କାମ କରୁଛନ୍ତି ମୋ ଦ୍ୱାରା, ମୁଁ ନିମିତ୍ତ, ସେଇଭଳି ଭାବରେ ସଂସାରରେ ଚଳିଲେ ଆଉ ରାବଣ ଆମ ପାଖକୁ ଆସିପାରିବ ନାହିଁ। ତେଣୁ ଜ୍ଞାନ ସାଗର ପିତାଙ୍କ ସମ୍ମୁଖରେ ବସି ସାରା ସୃଷ୍ଟିର ଜ୍ଞାନ ଆମେ ଶୁଣୁଛେ। ଆଉ ଜ୍ଞାନ ମାର୍ଗରେ ଆମକୁ ଚଲେଇବା ବାଲା ସେଇ ବାବା। ତାଙ୍କରି ଶ୍ରୀମତରେ ଚାଲିବାର ମେନ୍ ଉପାୟ ହେଲା ତାଙ୍କ ହାତ ଧରିକି ଚାଲିବା। ସେ ହିଁ ସଦ୍ଗତି ଦେବେ, ସେ ହିଁ ସଦ୍ଗତି ଦାତା। ଆମେ ଯଦି ବାବା ଆଜି ଗୀତରେ କହିଦେଇଛନ୍ତି, ମାନେ ମୁରଲୀରେ ଗୋଟେ ବାକ୍ୟ କହିଦେଇଛନ୍ତି ଯେ
ତୁମକୁ ଜାହାନ ପା लिया था ତୁମେ, କିନ୍ତୁ ବର୍ତ୍ତମାନ ଜମିନ କ'ଣ ଆମକୁ ଆସମାନ ବି ମିଳିବ। ମାନେ ତୁମେ ପାକେ ହମ୍ ଜାହାନ ପା लिया, ଜାନ ପା लिया। ତୁମେ ପାକେ କାହାକୁ? ଭଗବାନଙ୍କୁ ପାଇକି ଆମେ ପ୍ରାଣ ପାଇଗଲେ। ଆମର ମନ ବୁଦ୍ଧି ବଳ ସବୁ ବଢ଼ିଗଲା, ଜ୍ଞାନରେ ଆମେ ମସ୍ତ ହେଇଗଲେ। କିନ୍ତୁ ଖାଲି ତ ସେତିକି ନୁହେଁ, ତୁମକୁ ପାଇକି ଆମେ ସାରା ଭାରତ ଭୂଖଣ୍ଡ ନୁହେଁ ସାରା ବିଶ୍ୱର ମାଲିକ ହେଲେ। ଆଉ ସାରା ଆସମାନ ଆମର ସ୍ଥଳ ଜଳ ସ୍ଥଳ ଆକାଶ ତିନୋଟି ଯାକର ଆମେ ମାଲିକ ହୋଇଯାଉଛେ। ଏଇ କଥା ବାବାଙ୍କୁ ପିଲାମାନେ କହୁଛନ୍ତି। ବାବା ରୁହରିହାନ କରୁଛନ୍ତି ପିଲାଙ୍କ ସାଥିରେ। ପିଲାଙ୍କୁ କହୁଛନ୍ତି ତୁମେ ମୋର ନାମ ପ୍ରତ୍ୟକ୍ଷତା କରିବ ତ? ପିଲାମାନେ କହୁଛନ୍ତି ହଁ ବାବା, ଆମେ ନିଶ୍ଚୟ ଆପଣଙ୍କର ନାମ ପ୍ରତ୍ୟକ୍ଷତା କରିବୁ, ଆପଣ ଆସିଛନ୍ତି ବୋଲି ପରିଚୟ ଦେବୁ, ଆଉ ସତ୍ୟଯୁଗ ସ୍ଥାପନ କରିବାରେ ଆମେ ନିଶ୍ଚୟ ଶ୍ରେଷ୍ଠ ସହଯୋଗୀ ଆତ୍ମା ହେବୁ, ମଦଦଗାର ହେବୁ। ଇଏ କେବଳ ବାବାଙ୍କୁ ସାହାଯ୍ୟ କରାଯାଉଛି ନୁହେଁ, ଆମେ ନିଜ ପାଇଁ ନିଜର ସୃଷ୍ଟି ଗଢ଼ୁଛେ। ଆମେ ନିଜେ ହିଁ ସତ୍ୟଯୁଗକୁ ଯିବା, ତାମାନେ ନିଜକୁ ନିଜେ ଆମେ ସାହାଯ୍ୟ କରୁଛେ। ଆମେ ପୁରା ଭୁଲ ବାଟରେ ଯାଉଛେ, ଭୁଲ ଫଳ ପାଉଛେ, ଦୁଃଖ କଷ୍ଟ ପାଉଛେ। ସେଥିରୁ ନିସ୍ତାର ପାଇବା ପାଇଁ ବାବାଙ୍କୁ ଆମେ ସାହାଯ୍ୟ କରୁଛେ ବୋଲି ଭାବିବାନି। ମୁଁ ନିଜକୁ ନିଜେ ସାହାଯ୍ୟ କରୁଛି, ନିଜ ପାଇଁ ମୁଁ ପରିବେଶ ପରିସ୍ଥିତି ସୃଷ୍ଟି କରୁଛି, ଯାହା ଫଳରେ ମୁଁ ଭଲ ଆନନ୍ଦରେ ସୁଖରେ ଶାନ୍ତିରେ ବଞ୍ଚିବି। ବାବା ଏଇ କଥାଟା ବୁଝେଇ ଦେଉଛନ୍ତି। ରାବଣ ରାଜ୍ୟରେ ଆମେ ସବୁ ପୂଜାରୀ ହେଇଯାଇଛେ। ସତ୍ୟ ଯୁଗରେ ଦେବତା ଥିଲେ, ପୂଜ୍ୟ ହେଇଥିଲେ। ବର୍ତ୍ତମାନ ନିଜେ ନିଜକୁ ପୂଜାରୀ କରିଦେଇଛେ। ସେଇ ଦେବୀ ଦେବତାମାନଙ୍କୁ ଆମେ ବର୍ତ୍ତମାନ ପୂଜା କରୁଛେ। ବାବା କହୁଛନ୍ତି ତୁମେ ଯଦି ଭାବିବ ଯେ ବଡ଼ ବାବା ଶିବ ବାବା ଆମକୁ ସବୁ ଦେଉଛନ୍ତି, ସେ ବେହଦ ସମ୍ପତ୍ତିର ଅଧିକାରୀ, ଆଉ ବ୍ରହ୍ମା ବାବା ଆମର ହେଲେ ଛୋଟ ବାବା, ତାଙ୍କ ମାଧ୍ୟମରେ ଆମେ ସବୁ ପାଉଛୁ। ଏଇ କଥାକୁ ଆମେ ମନେ ପକାଇବା। ଦୁଇଟି କଥା, ଗୋଟିଏ ଆମେ ବର୍ଷା ପାଉଛେ କେମିତି ବା ସମ୍ପତ୍ତି ପାଉଛେ କେମିତି? ବାବାଙ୍କର ସମ୍ପତ୍ତି ବ୍ରହ୍ମା ବାବାଙ୍କ ଦ୍ୱାରା ପାଉଛେ। ଆଉ ଗୋଟିଏ କଥା ଆମେ ମନେ ରଖିବା, ନିଜକୁ ଆତ୍ମା ବୋଲି ଭାବି ଆତ୍ମସ୍ମୃତିରେ ରହି ବାବାଙ୍କ ସହିତ ଯୋଗ ଲଗେଇଲେ ଆମେ ସେଇ ସମ୍ପତ୍ତିର ଅଧିକାରୀ ହେଇପାରିବା, ରାଜ ତିଳକ ନେବା ସତ୍ୟ ଯୁଗରେ। ଏବେ ଆତ୍ମା ସ୍ଥିତିରେ ରହିବା ଅର୍ଥ ସ୍ୱରାଜ୍ୟ ଅଧିକାରୀ ହୋଇଛେ, ପୁଣି ସତ୍ୟ ଯୁଗରେ ଏଇ ରାଜ୍ୟ ଭାଗ୍ୟ ଅଧିକାରୀ ହେବା। ବାବା ତ କହୁଛନ୍ତି ଭାରତ ଭୂଖଣ୍ଡ ରହିବ, ଭାରତ ଭୂଖଣ୍ଡ ହିଁ ସ୍ୱର୍ଗ ହେବ। ଆମେ ତ ଭାରତବାସୀ, ନିଜକୁ କେତେ ମହାନ ଭାବିବା କଥା। ଆମରି ଭାରତରେ ବାବା ପଦାର୍ପଣ କରିଛନ୍ତି, ଅବତରଣ କରିଛନ୍ତି, ଆମକୁ ସମ୍ମୁଖରେ ରହି ପାଠ ପଢ଼ାଉଛନ୍ତି। ଏଇ ଯେଉଁ ଭାବନା ଆମ ମନରେ ଅନବରତ ରିପିଟେଡ଼ଲି ବୁଲିବା କଥା। ମୁଁ ସ୍ୱଦର୍ଶନ ଚକ୍ରଧାରୀ। ସ୍ୱଦର୍ଶନ ଚକ୍ରଧାରୀ ମାନେ ଏ ଆତ୍ମା ସତ୍ୟ ଯୁଗରୁ ବା ଅନାଦି କାଳରୁ ଯେତେବେଳେ ଶାନ୍ତି ଧାମରେ ଥିଲା, ସେଇଠୁ ଆସି ଆଦିକାଳ ହେଲା ଆମର ସତ୍ୟ ଯୁଗ। ସେଠି କେମିତି ପହଞ୍ଚିଲା, ପୁଣି କେମିତି ନାଟକରେ ଭାଗ ନେଇ ପୁଣି ସେଠିକି ଯିବ। ଏଇ ଯେଉଁ ଚକ୍ରଟା ବାବା ବାର ବାର ବୁଝେଇ ଦେଇଛନ୍ତି। ପବିତ୍ରତମ ସ୍ଥାନ ପରମଧାମ, ସେଠୁ ଆସିଲେ ସତ୍ୟଯୁଗୀ ଆତ୍ମା, ଦେବ ଆତ୍ମା ମାନେ, ଯେଉଁମାନେ ଏଇ ସଙ୍ଗମ ଯୁଗରେ ବ୍ରାହ୍ମଣ ସନ୍ତାନ ମାନେ ନିଜକୁ ଦେବ ଆତ୍ମାରେ ପରିଣତ କରିଛନ୍ତି, ସେମାନେ ସତ୍ୟ ଯୁଗକୁ ଆସିଲେ। ପୁଣି ଆସ୍ତେ ଆସ୍ତେ କଳା କମି କମି ବର୍ତ୍ତମାନ ରାବଣ ସଂସାରରେ ରହି ତମ ପ୍ରଧାନ ହେଇଯାଇଛନ୍ତି। ପୁଣି ବାବା ଆସିଛନ୍ତି ଆମ ସମସ୍ତଙ୍କୁ ସାଙ୍ଗରେ ନେବା ପାଇଁ, ପବିତ୍ର କରି ପାବନ କରି ପତିତ ଦୁନିଆକୁ ପାବନ କରିବେ, ଆତ୍ମାକୁ ପାବନ କରିବେ, ସାଙ୍ଗରେ ନେବେ ବୋଲି ଆସିଛନ୍ତି। ଆମେ ଏଇ ଯେଉଁ କଥାଟା ଜାଣିଲେ ବାବାଙ୍କ ଠାରୁ,
ଏଇଟାକୁ ଆମେ ବାର ବାର ମନରେ ସ୍ମୃତିରେ ରଖିବା। ଯଦି ସବୁବେଳେ ଭାବିବା ମୁଁ ଦେବୀ ଦେବତା, ମୋ ପାଖରେ ଏଇ ଗୁଣ ଥିଲା, ବର୍ତ୍ତମାନ ମୁଁ ହରେଇ ଦେଇଛି, ବର୍ତ୍ତମାନ କେମିତି ମୁଁ ପାଇବି, ସେଇ କଥାଟା ବାର ବାର ଭାବିଲେ ଆମେ ପୁଣି ସେଇ ଅବସ୍ଥାକୁ ଯାଇପାରିବା। ସାଧାରଣତଃ ଆମେ ଦେଖିଛେ ରାଜା ଜଣେ ଯଦି ଯୁଦ୍ଧ କ୍ଷେତ୍ରରେ ହାରି ଯାଇଛନ୍ତି, ରାଜପଦ ହରେଇ ଦେଇଛନ୍ତି, ସେ କେତେ ଚେଷ୍ଟା କରୁଛନ୍ତି ପୁଣି ତା ପରବର୍ତ୍ତୀ ସମୟରେ ସୈନ୍ୟ ବଳ ସୈନ୍ୟ ସାମନ୍ତକୁ ଏକତ୍ରିତ କରି ଉଦ୍ବୋଧନ ଦେଇ ତାଙ୍କ ମନରେ ଶତସିଂହର ବଳ ସଞ୍ଚାର କରି ଜୟଯୁକ୍ତ ହେବା ପାଇଁ ସେ ଚେଷ୍ଟା ଜାରି ରଖିଛନ୍ତି। ସେହିପରି ଆମେ ଆମର ରାଜ୍ୟ ଭାଗ୍ୟ ହରେଇ ଦେଇଛେ। ବାବାଙ୍କ ବାଣୀରେ ଉଦ୍ବୁଦ୍ଧ ହୋଇ ଆମ ଆତ୍ମାକୁ ଜାଗ୍ରତ କରିବା। ଆମ ଆତ୍ମା ସୁଖ ଶାନ୍ତି ଆନନ୍ଦ ପ୍ରେମ ପବିତ୍ରତା ସବୁ ଗୁଣ ହରେଇ ଦେଇଛନ୍ତି। ସେଇ ଗୁଣ କେମିତି ପାଇବା? ବାବାଙ୍କ ସହିତ ଯୋଗ ଲଗେଇ, ସ୍ରୋତ ସହିତ ଯୋଗ ଲଗେଇ ବା ସ୍ରୋତରୁ ଆମେ ଆଣିବା। ବାବା ପୁରା ସୂତ୍ର ବତେଇ ଦେଉଛନ୍ତି, ଖାଲି ଆଣିବା କଥା। ବାବା କହୁଛନ୍ତି ବ୍ରହ୍ମା ହେଉଛନ୍ତି ମୋର ରଥ, ତାଙ୍କୁ ତୁମେ ବଳଦ, ଯେମିତି ଆମର ଶିବ ମନ୍ଦିର ସାମ୍ନାରେ କ'ଣ ରଖା ହେଇଛନ୍ତି? ନନ୍ଦୀ ରଖା ହେଇଛନ୍ତି। ଯିଏ ଦୁଃଖୀ ଆତ୍ମା ଗଲେ ବା ଯେତେ ଭକ୍ତ ଆତ୍ମା ଯାଉଛନ୍ତି, ତାଙ୍କ କାନରେ କ'ଣ ଫୁସଫୁସ ହୋଇକି କହୁଛନ୍ତି, ଭାବୁଛନ୍ତି ତାଙ୍କ ମାଧ୍ୟମରେ ଶିବ ଶୁଣନ୍ତି, ଆଉ ତାଙ୍କ ପିଠିରେ ବସିକି ସେ ରାଜ୍ୟ ବା ଚାରିଆଡ଼େ ବୁଲନ୍ତି, ସମସ୍ତଙ୍କର ଦୁଃଖ ସୁଖ ବୁଝନ୍ତି। ବାବା ସେ କଥାର ଅର୍ଥ ବୁଝେଇ ଦେଇଛନ୍ତି। ପ୍ରକୃତରେ ବ୍ରହ୍ମା ବାବା ହେଲେ ତାଙ୍କର ରଥ, ତାଙ୍କ ଦ୍ୱାରା ବା ତାଙ୍କ ଭୃକୁଟି ସିଂହାସନ ପାଖରେ ବସି, ଯେହେତୁ ତାଙ୍କର ପାଟି ନାହିଁ, ସେ ସବୁ ଜ୍ଞାନ ତାଙ୍କରି ମାଧ୍ୟମରେ ଦେଉଛନ୍ତି। ବ୍ରହ୍ମା ବାବା ବି ଜ୍ଞାନ ଜାଣିନାହାନ୍ତି। ଯେତେବେଳେ ଶିବ ବାବା ସମସ୍ତଙ୍କୁ ଜ୍ଞାନ ଦିଅନ୍ତି, ସିଏ ନିଜେ ବି ଶୁଣନ୍ତି। ତାଙ୍କର କାନ ତ ଅଛି ନା, ପାଟି ଆତ୍ମା ପାଖରେ ତ, ସେଥିପାଇଁ ଆଖି କାନ ନାକ ପାଟି ଯେତେ ଜରୁରୀ ଯନ୍ତ୍ରପାତି ସବୁ ଆତ୍ମା ପାଖରେ ଅଛି। ତେଣୁ ତାକୁ ସହଜ ବାଟରେ ବା ସତ୍ୟ ବାଟରେ ଲଗେଇବା ଯେପରି ସହଜ, ଅବାଟରେ ଲଗେଇବା ବି ସେମିତି ସହଜ। ବାବା ଆସି ଏଇଠି ବସି କଥା କହିଲା ବେଳେ ବ୍ରହ୍ମା ବାବା ତାଙ୍କ କାନରେ ଶୁଣୁଛନ୍ତି, ତେଣୁ ସେ ଜ୍ଞାନ ତାଙ୍କଠାରୁ ଶୁଣୁଛନ୍ତି। ପୁଣି ବାବା କହୁଛନ୍ତି ବ୍ରହ୍ମା ବାବାଙ୍କୁ ମନେ ପକାଇବା ଦରକାର ନାହିଁ, ଡାଇରେକ୍ଟ ମୋ ସାଥିରେ ତୁମେ କଥାବାର୍ତ୍ତା ହୁଅ। ମାନେ ଆଉ ଆମର ମାଧ୍ୟମ ଦରକାର ନାହିଁ, କେବଳ ବାବା କହୁଛନ୍ତି, ସେଥିପାଇଁ ମାଧ୍ୟମ ଦରକାର ହେଲା। ପୁଣି ବ୍ରହ୍ମା ବାବା ଆମକୁ ଏତେ କଥା କହୁଛନ୍ତି, ତାଙ୍କୁ ରଥ ବୋଲି କହିଲେ, ଆଉ ତାଙ୍କରି ଦ୍ୱାରା ସ୍ଥାପନା ଚାଲିଛି, ସେ ନିମିତ୍ତ ହୋଇଛନ୍ତି। ତେଣୁ ଏ ସଂସାରକୁ ଗଢ଼ିବାରେ ସେ ବଡ଼ କାରିଗର ହେଲେ। ଏଇଥିପାଇଁ ଭକ୍ତି ମାର୍ଗରେ ଗୋଟେ ନନ୍ଦୀକୁ ଶିବ ମନ୍ଦିର ସାମ୍ନାରେ ସ୍ଥାପନା କରାଯାଏ। ଏହାର ପ୍ରକୃତ ଅର୍ଥ ହିଁ ଆମେ ବୁଝିନେ ବୋଲି ସେଠି ଯାଇ ତାଙ୍କ କାନରେ ଫୁସଫୁସ ହୋଇ କ'ଣ କହୁଛେ। ଆମେ ଯଦି ସ୍ୱୟଂ ପରମପିତା ପରମାତ୍ମାଙ୍କ ସହିତ ସମ୍ପର୍କ ନ ଯୋଡ଼ିବା, ବ୍ରହ୍ମା ବାବାଙ୍କୁ ସବୁବେଳେ ଦୁଃଖ ସୁଖ କହିବା, ଆମର କ'ଣ ଦୁଃଖ ଲାଘବ ହେବ? ଦେବା ବାଲା ତ ହେଲେ ଜଣେ, ଆଉ ଦେବା ବାଲା ଯଦି ନ ଜାଣିବେ, ତାହେଲେ ଆମର ଦୁଃଖ ଲାଘବ ହେବ କିପରି? ତେଣୁ ସିଏ ଯେଉଁ ପାଠ ପଢ଼ଉଛନ୍ତି, ସିଏ ଯେଉଁ ରାସ୍ତା ଦେଖେଇଛନ୍ତି, ସେଇ ରାସ୍ତାରେ ଆମେ ଯିବା ପାଇଁ ସଂକଳ୍ପବଦ୍ଧ ହେବା, ପୁରୁଷାର୍ଥୀ ଷ୍ଟୁଡେଣ୍ଟ ହେବା, ବାବାଙ୍କର ମହିମା ଗାନ କରିବା, ତାଙ୍କ ମହିମା ଧାରଣ କରିବା। ତାଙ୍କର ମହିମା କ'ଣ? ସେ ଜ୍ଞାନର ସାଗର, ବୁଦ୍ଧିର ସାଗର, ଶାନ୍ତିର ସାଗର, ସୁଖର ସାଗର, ପ୍ରେମର ସାଗର, ଶକ୍ତିର ସାଗର, ସବୁ ସାଗର ହିଁ ସାଗର। ସେ ମହିମା ଆମେ ଗାନ କରିବା, ସେ ମହିମାକୁ ଆମେ ଜୀବନରେ ଧାରଣ କରିବା।
ତାହା ହେଲେ ଯାଇ ଆମେ ପୁରୁଷାର୍ଥୀ ଷ୍ଟୁଡେଣ୍ଟ ବା ପୁରୁଷାର୍ଥୀ ବଚ୍ଚା ହେବା। ପୁରୁଷାର୍ଥ ବଳରେ ହିଁ ଆମକୁ ପ୍ରାପ୍ତି ମିଳେ। ସେଥିପାଇଁ ତ ଲକ୍ଷ୍ମୀ ନାରାୟଣ କେମିତି ହେଲେ? ଏଇ ବ୍ରହ୍ମା ବାବା ଅହରହ ପୁରୁଷାର୍ଥ କରି ଅନେକ ଆତ୍ମାଙ୍କୁ ଭଗବାନଙ୍କର ପରିଚୟ ଦେଇ ଭଗବାନଙ୍କର ସାଥୀ ସହଯୋଗୀ ବନେଇ ଇଏ ସୃଷ୍ଟିକୁ ପୁରା ପରିବର୍ତ୍ତନ କରିବାରେ ସହାୟକ ହୋଇ ନିଜେ ବାବାଙ୍କର ହାତ ଧରିବା ସାଥେ ସାଥେ ଅନେକ ଆତ୍ମାଙ୍କୁ ବାବାଙ୍କର ହାତ ଧରେଇ ଦେଇଥିଲେ। ସେଥିପାଇଁ ସିଏ ହେବେ ନାରାୟଣ। ଆଉ ତାଙ୍କର ସବୁବେଳେ ହର୍ଷିତ ଚେହେରା ଦେବୀ ଦେବତାଙ୍କର ଆମେ ଦେଖିଛେ। ତାହେଲେ ଏଇସବୁ ଜିନିଷ ମିଳୁଛି କେମିତି? ଏସବୁ ଜିନିଷ ମିଳୁଛି ପୁରୁଷାର୍ଥ ବଳରେ। ପୁରୁଷ ଆତ୍ମା ପୁରୁଷକୁ ସବୁବେଳେ ଆମେ ବଳଶାଳୀ କରିବା। ଆତ୍ମାର ଉନ୍ନତି ଅର୍ଥେ ଯେଉଁ କାମ କରାଯାଏ ସିଏ ହେଲା ପୁରୁଷାର୍ଥ। ଆତ୍ମାର ଉନ୍ନତି ଅର୍ଥେ ମାନେ ତା ପାଇଁ ତାର ଉନ୍ନତି ନିମନ୍ତେ ଆମକୁ କ'ଣ କାମ କରିବାକୁ ପଡ଼ୁଛି? ଆତ୍ମାର ଉନ୍ନତି ନିମନ୍ତେ ନିଜକୁ ଆତ୍ମା ଭାବି ଭଗବାନଙ୍କୁ ପରମ ପିତା ପରମାତ୍ମା ଭାବି ତାଙ୍କର ଅଗାଧ ସମୁଦ୍ରରୁ କିଛି ପାଇବା ପାଇଁ ନିରନ୍ତର ତାଙ୍କ ସହିତ ଯୋଗ ଲଗେଇବା, ତାଙ୍କ ଜ୍ଞାନରେ ମସ୍ତ ରହିବା, ତାଙ୍କ ଗୁଣ ଧାରଣ କରିବା। ଏଇ ତ ହେଲା ପାଠ। ତଥାପି ଆଶ୍ଚର୍ଯ୍ୟ ଲାଗେ, ଲୋକମାନେ ଶୁଣନ୍ତି, ଜାଣନ୍ତି, ବୁଝନ୍ତି, ପୁଣି ଶୁଣି ଶୁଣି କେବେ ଆଉ ଶୁଣିବାକୁ ଇଚ୍ଛା କରନ୍ତିନି, ଭାଗନ୍ତି। ତାମାନେ କ'ଣ? ବାବା ସିଏ ତାର ବି ରାଜ ବତେଇ ଦେଇଛନ୍ତି ଯେ ପ୍ରକୃତରେ ଇଏ ସୃଷ୍ଟି ନାଟକ ପୁରା ହୁବହୁ ମାନେ ପୁରା ଆକୁରେଟ୍। ଯାହା ହେଉଛି, ଯାହା ହେଇଛି, ତାହା ହେଉଛି, ଯାହା ହେଉଛି ତାହା ବି ଭବିଷ୍ୟତରେ ହେବ। କିଛି ପରିବର୍ତ୍ତନ ନାହିଁ। ତେଣୁ ଯାହା ଭାଗ୍ୟରେ ନାହିଁ, ଯିଏ ପୂର୍ବକଳ୍ପରେ କରିନାହାନ୍ତି, ଯିଏ ଦେବ ଆତ୍ମା ନୁହନ୍ତି, ସେମାନେ ଶୁଣିବେ, ବୁଝିବେ, ଆନନ୍ଦ ଅନୁଭବ କରିବେ, ହଁ ହଁ କରିବେ, ଜ୍ଞାନ ଭଲ ଭଲ କହିବେ, ଆଉ ଏ ଜ୍ଞାନରେ ଗଲେ ଦେବ ଆତ୍ମା ହେବା ବୋଲି ଆଡ଼ମିଟ୍ କରିବେ, ମନରେ ସନ୍ତୁଷ୍ଟ ରହିବେ, ନିଶ୍ଚିତ ବୋଲି ଭାବିବେ, ତଥାପି ଆସିବେ ନାହିଁ। କେତେ ବାହାନା ଦେଖେଇକି ସମୟ ନାହିଁ, ଆଉ କିଛି ଦିନ ଯାଉ, ମୋର ଏଇ କାମ ସରିଗଲେ ଯିବି, ମାନେ ୟାର ଅର୍ଥ କ'ଣ? ଅଲବେଲାପଣ। ନିଶ୍ଚିତତା ଥିଲେ ବି ଆସିପାରୁନାହାନ୍ତି। ଭାବୁଛନ୍ତି ଦୁନିଆ ଆହୁରି କେତେ ବର୍ଷ ରହିବ, ଆଉ କିଛି ଦିନ ପରେ ନିଶ୍ଚୟ ଯିବି। କିନ୍ତୁ ବାବା କହିଦେଉଛନ୍ତି ଯେ ମୃତ୍ୟୁ ତୁମ ସାମ୍ନାରେ ଛିଡ଼ା ହେଲାଣି, କେତେବେଳେ ତୁମକୁ ଝାମ୍ପି ନେବ ତାର କିଛି କଥା ନାହିଁ। ତେଣୁ ଆପଣମାନେ କେହି ଏ ବିଷୟରେ ଏତେ ମାନେ ଆଜି ନୁହେଁ କାଲି, ଏବେ ନୁହେଁ ତ କେବେ ନୁହେଁ। ତେଣୁ ଏ କଥାକୁ ଆମେ କେବେ ହେଲେ ଗୁରୁତ୍ୱ ଦେବାନି। ବାବା ଏ କଥା କହୁଛନ୍ତି ମାନେ ନିଜେ ମସ୍ତ ହୋଇ ଚାଲିବା। ଯୋ କରେଗା ସୋ ପାଏଗା। ଡେଙ୍ଗା ମୁଣ୍ଡରେ ଠେଙ୍ଗା ଆମର କୁହାଯାଇଛି। ମାନେ ବ୍ରହ୍ମା ବାବା ଆଗରେ ଗଲେ ବୋଲି କେତେ ପ୍ରକାରର ନିନ୍ଦା, ଅପନିନ୍ଦା, ଅଭାବ, ଅନାଟନ, କେତେ ଦୁଃଖୀ ଆତ୍ମା କେତେ ତାଙ୍କର ପାଖକୁ ଆସିଛନ୍ତି, ସେମାନଙ୍କର କଥା ବୁଝିବା, ସମାଧାନ କରିବା, କେତେ ଓକିଲଙ୍କର ପରାମର୍ଶ ନେଇ ଏ ସଂସ୍ଥା କିପରି ବଞ୍ଚି ରହିବ, ମିଛରେ କେତେ ତାଙ୍କ ପାଇଁ ଆରୋପ ଲଗାଯାଇଛି, ଏଗୁଡ଼ାକ ସିଏ ସାମ୍ନା କଲେ। କିନ୍ତୁ ସବୁ ବର୍ତ୍ତମାନ ସମାଧାନ ହୋଇଯାଇଛି। କେବଳ ସିଧା ରାସ୍ତା ପଡ଼ିଛି, ସହଜ ରାସ୍ତା ପଡ଼ିଛି, ଆଲୋକିତ ପଥ, କଣ୍ଟକିତ ପଥ ଆଉ ନାହିଁ। କେବଳ ପବିତ୍ରତା ଧାରଣ କରିବାଟା ହେଉଛି, ଘରେ ଘରେ ପବିତ୍ରତା ଧାରଣ କରିବା ପାଇଁ କିଛି କିଛି ସମସ୍ୟା ଉପୁଜୁଛି, କିନ୍ତୁ ବାବାଙ୍କ ପଥ ବର୍ତ୍ତମାନ ଲାଇନ୍ କ୍ଲିଅର।
ଆମେ ସେ ବାଟରେ ଯାଇ ଉଚିତ ବାଟରେ ଯାଇ ଉଚିତ ସ୍ଥାନରେ ପହଞ୍ଚିବା ହେଉଛି ଆମର କାମ। ବାବା ସେଥିପାଇଁ କହିଛନ୍ତି ତୁମେ ପାଦେ ଆଗେଇଲେ ମୁଁ ତୁମକୁ 100 ପାଦ 1000 ପାଦ ଟାଣି ନେବି। ତେଣୁ ପ୍ରଥମେ ଆମେ ଗୋଟେ ପାଦ ସେ ରାସ୍ତାରେ ଦେବା। ବାବା ତ ପିଲାମାନଙ୍କ ସହିତ ସବୁବେଳେ ମିଠା ଶିକ୍ଷା ଦେଉଛନ୍ତି, ମିଠା କଥାବାର୍ତ୍ତା ହେଉଛନ୍ତି, ତାଙ୍କ ମନରେ ଉମଙ୍ଗ ଉତ୍ସାହ ବି ସୃଷ୍ଟି କରୁଛନ୍ତି। ଭାରତ ତ ନିଶ୍ଚୟ ସ୍ୱର୍ଗ ହେବ। ତେଣୁ ବାବାଙ୍କ କଥାକୁ ଶୁଣି ସେ କଥାରେ ଆମେ ନିଶ୍ଚୟ ହୋଇ ଆଗକୁ ବଢ଼ିବା। ବାବା ସିନା ବ୍ରହ୍ମା ବାବାଙ୍କର ଶରୀର ଲୋନ୍ ନେଇକି ଏତେ ଜ୍ଞାନ ଦେଲେ, କିନ୍ତୁ ଆମକୁ ତ କାହାଠୁ ଲୋନ୍ ନେବା କିଛି ଦରକାର ନାହିଁ। ଆମେ ନିଜେ ଆତ୍ମା ଅଛେ, ଆମର ନିଜର ଶରୀର ଅଛି, ଆମର ମନ ବୁଦ୍ଧି ସଂସ୍କାର ଅଛି। ଆମ ନିଜେ ଚାହିଁଲେ ନିଜେ ଅନୁଭବ କରିବା, ନିଜେ ବାବାଙ୍କର ପ୍ରତ୍ୟେକ ବାଣୀକୁ ବ୍ରାହ୍ମ ମୁହୂର୍ତ୍ତରେ କାଲି ବାବା କହିଥିଲେ ଯେ ବ୍ରାହ୍ମ ମୁହୂର୍ତ୍ତରେ ମୁଁ କ'ଣ କରୁଛି ବା ମୁଁ ଗୋଟିଏ ଆତ୍ମା ବୋଲି ନିଜେ ଅନୁଭବ କରିବା, ପରମାତ୍ମାକୁ ଅନୁଭବ କରିବା, ତାଙ୍କର ମହାବାକ୍ୟକୁ ଅନୁଧ୍ୟାନ କରିବା। ଏସବୁ ବ୍ରାହ୍ମ ମୁହୂର୍ତ୍ତରେ କେହି ନଥିଲା ବେଳେ ପୁରା ଶୁଭ ସମୟ, ଆଉ ନିଶ୍ଚିନ୍ତ ନିଶ୍ଚଳ ସମୟ, ଶାନ୍ତ ପରିବେଶ। ସେଇ ସମୟରେ ନିଜକୁ ନିଜେ ପ୍ରଶ୍ନ ପଚାରି ନିଜେ ନିଜର ଭୁଲ ବାଛି ସଂଶୋଧନ ହୋଇ ଆଗକୁ ବଢ଼ିବା ପାଇଁ ବାବା କହୁଛନ୍ତି। ତେଣୁ ଯେହେତୁ ଆମର କାହାଠାରୁ କିଛି ଲୋନ୍ ନେବାର ନାହିଁ, ମୁଁ ନିଜେ ନିଜର ମାଲିକ। ମୁଁ ନିଜେ ନିଜର ମାଲିକ ଅର୍ଥ କ'ଣ? ମୁଁ ହେଉଛି ଆତ୍ମା ରାଜା। ମୋର ଯେତେ ଅଙ୍ଗ ପ୍ରତ୍ୟଙ୍ଗ ଅଛନ୍ତି, ହାତ ଗୋଡ଼ ଆଖି କାନ ନାକ ଆଦି ମୋର ହେଲେ ପ୍ରଜା। ଆଉ ଏଇ ଯେଉଁ ମୋର ରହିଲେ ମନ ବୁଦ୍ଧି ସଂସ୍କାର, ଏମାନେ ବି ମୋର ପ୍ରଜା। ମୁଁ ସେମାନଙ୍କୁ ଧରି ଆଗକୁ ବଢ଼ିବି। ତ ସେଥିପାଇଁ ଆମେ ରାଜ ତିଳକ ନେବା ପାଇଁ ସୁପୁତ୍ର ହେବା। ସୁପୁତ୍ର ହେଲେ ହିଁ ଅଧିକାର ଜାହିର କରିପାରିବା। ଆଉ ସେଇ ଯେଉଁ ସୁପୁତ୍ର ହେବା ପାଇଁ ଆମର କ'ଣ କ'ଣ କାମ ଦରକାର? ଆମେ ସବୁବେଳେ ନିରନ୍ତର ଯୋଗରେ ରହିବା, ବାବାଙ୍କର ମଦଦଗାର ବଚ୍ଚା ହେବା, ମାନେ ସେବାଧାରୀ ବଚ୍ଚା ହେବା। ଭଗବାନ ପଢ଼ଉଛନ୍ତି, ଏଇ ଖୁସିରେ ପୁରୁଷାର୍ଥରେ ଲାଗି ରହିବା, ଦିଲ୍ ଶିକସ୍ତ ହେବା ନାହିଁ। ମାନେ ଅନୁଭବ, ଆଜି କରିବାକୁ ଇଚ୍ଛା ହେଉନି, ମୁଁ ଆଜି କରିପାରିବିନି, ଇଏ ହେଉଛି ଦିଲ୍ ଶିକସ୍ତ। ଏମିତି ହେବା ନାହିଁ, ମସ୍ତରେ ଯିବା ଆଗକୁ। ବାବା କହୁଛନ୍ତି ତୁମେ ହେଉଛ ରଚୟିତା। କାହାର? ମନ ବୁଦ୍ଧି ସଂସ୍କାର ତୁମେ ତାକୁ ରଚନା କରିଛ। ଆଉ ଯଦି ରଚନାଟା ତୁମ ହାତରୁ ଚାଲିଗଲା, ସିଏ ହେଲା ରଚନା, ତୁମେ ତା କଥାରେ ଚାଲିଲ, ତାହେଲେ ସବୁ କ୍ଷତି। ତେଣୁ ଆତ୍ମାର ଗୋଟେ କଣ୍ଟ୍ରୋଲିଂ ପାୱାର ରହିବା ଦରକାର। ସେ ଆତ୍ମା ଇନ୍ଦ୍ରିୟମାନଙ୍କୁ କଣ୍ଟ୍ରୋଲ କଲେ ଆଉ ଆମେ ମନ ବୁଦ୍ଧି ସଂସ୍କାର ଅଣ୍ଡରରେ ରହିବା ନାହିଁ, ସେ ଆମ ଅଣ୍ଡରକୁ ଆସିଯିବ। ଯେମିତି ସ୍ୱୟଂ ପରମ ପିତା ପରମାତ୍ମା ଅଛନ୍ତି କରନ୍ କରାବନହାର, ସେ କରଉଛନ୍ତି, ଆମେ ଆତ୍ମାମାନେ କରୁଛେ। ସେମିତି ଏଠି ଆତ୍ମା ହେଉଛି କରନ୍ କରାବନହାର, ଏ ମନ ବୁଦ୍ଧି ସଂସ୍କାର ଦ୍ୱାରା ସେ କରଉଛି। ତେଣୁ ଆମର ସଂସ୍କାର ପରିବର୍ତ୍ତନ ହେବା ଦରକାର, ଦେବୋପମ ସଂସ୍କାର ହେବା ଦରକାର। ଇଏ ଯେଉଁ ରାକ୍ଷସ ସଂସ୍କାର, ମନୁଷ୍ୟ ସଂସ୍କାର ରହିଛି, ତାକୁ ପ୍ରଥମେ ପରିବର୍ତ୍ତନ କରିବା। ସଂସ୍କାର ଅର୍ଥ କ'ଣ? ଅଭ୍ୟାସ। ଏକା କାମକୁ ବାର ବାର କରି କରି ସେ ହେଇଗଲା ସଂସ୍କାର। କ୍ରୋଧ କରିବା, ଯଦି ଟିକେ ଟିକେ କଥାରେ ରାଗିବା, ସବୁବେଳେ ସେମିତି ଟିକେ ପରିସ୍ଥିତିରେ ଚିତ୍ତ ବିଚଳିତ, ଟିକିଏ କଥାରେ ରାଗିଯିବା, ସେ ଆମର ସଂସ୍କାର ହେଇଯାଇଛି। ଆମେ ଯଦି ସବୁବେଳେ ମନରେ ସ୍ଥିରତା ଆଣିବା ଯେ ଭଗବାନ କହିଛନ୍ତି ମିଠା କଥା କହିବି, ମୁଁ କେବେ ରାଗିବି ନାହିଁ, ଚିଡ଼ଚିଡ଼ା ହେବି ନାହିଁ, ଏ କଥାଟା ବାର ବାର ମନରେ ବୁଝେଇ ମନକୁ ଆସ୍ତେ ଆସ୍ତେ କମିବ।
ଅନେକ ଲୋକ କହୁଛନ୍ତି ମୁଁ ଏ ଜ୍ଞାନ ଶୁଣିଲା ପରେ ମୋର ସଂସ୍କାର ବଦଳିଗଲାଣି। ମୁଁ ଏତେ ରାଗୁଥିଲି, ଏବେ ଆଉ ଏତେ ରାଗୁନି, ମୋତେ ଆଉ ଏତେ ରାଗ ଆସୁନି। କାହିଁକିନା ସେ ଜାଣିଗଲେ ଆତ୍ମାର ସ୍ୱଧର୍ମ ହେଉଛି ଶାନ୍ତି। ଶାନ୍ତ ରହିବାଟା ହେଉଛି ତାର କାମ। କିନ୍ତୁ ଆମେ ରାବଣର ସଂସ୍କାରରେ ପ୍ରଭାବିତ ହୋଇ କାମ, କ୍ରୋଧ, ଲୋଭ, ମୋହ, ଅହଙ୍କାର, ହିଂସା, ଦ୍ୱେଷ, ଘୃଣା, ପରଶ୍ରୀ କାତରତା, ଭୟ, ଏସବୁ ଜିନିଷକୁ ଆମେ ଆଦରି ନେଲା ଫଳରେ ଟିକିଏ ଟିକିଏ କଥାରେ ରାଗି ଯାଉଛି ମନ, ଟିକିଏ ଟିକିଏ କଥାରେ ଲୋଭ ଆସିଯାଉଛି, ମୋହ ଆସିଯାଉଛି, ନିଜର ବଡ଼ିମା ଦେଖିବା ପାଇଁ ଇଚ୍ଛା ପ୍ରକାଶ କରୁଛେ। ତେଣୁ ଏଗୁଡ଼ାକ ଆଉ କରିବା ନାହିଁ। ବାବା କହୁଛନ୍ତି ମାଷ୍ଟର ରଚୟିତା, ଆତ୍ମାର ଆମେ ହେଲେ ମାଷ୍ଟର ରଚୟିତା। ତେଣୁ ଆମେ ସ୍ମୃତିରେ ରଖିବା ତ୍ରିମୂର୍ତ୍ତି ଶକ୍ତି ଆମର। କ'ଣ କ'ଣ ତ୍ରିମୂର୍ତ୍ତି ଶକ୍ତି? ମନ, ବୁଦ୍ଧି, ସଂସ୍କାର। ଯେମିତି ତ୍ରିଦେବ ଅଛନ୍ତି, ବ୍ରହ୍ମା, ବିଷ୍ଣୁ, ମହେଶ୍ୱର, ତାଙ୍କ ଉପରେ ରହିଲେ ଶିବ ବାବା, ସେମିତି ଆମର ମନ, ବୁଦ୍ଧି, ସଂସ୍କାର, ତା ଉପରକୁ ରହିଲା ଆମର ଆତ୍ମା। ସେ ଆତ୍ମା ତାଙ୍କୁ ସମ୍ଭାଳିକି ରଖିବ, ଠିକ୍ ଦିଗ୍ଦର୍ଶନ ଦେଇ ଚଲେଇବ। ଅବ୍ୟକ୍ତ ପାଳନା ବର୍ତ୍ତମାନ ଆମେ ପାଉଛେ, ସେ ଅବ୍ୟକ୍ତ ପାଳନାର ମହିମା ଆମେ ଜାଣିବା। ଗଲତି ରାସ୍ତାରେ ଯିବା ନାହିଁ। କୌଣସି ଦେବାଦେବୀ କେବେ ହେଲେ ଗଲତି ରାସ୍ତାରେ ଯାଇନାହାନ୍ତି, ସବୁବେଳେ ସେ ଠିକ୍ ରାସ୍ତାରେ ଯାଇଛନ୍ତି। ଆତ୍ମା ତ ବାମମାର୍ଗୀ ହେଲା ବୋଲି ତ ଦେବତାରୁ ବା ଦେବ ଆତ୍ମା ସବୁ ମନୁଷ୍ୟ ଆତ୍ମା ହେଲେ ନା। ତେଣୁ ଗଲତି ରାସ୍ତାରେ ଯିବା ନାହିଁ। ଅବ୍ୟକ୍ତ ପାଳନାର ବରଦାନର ଅଧିକାରୀ ହେଲେ ଆମେ ସ୍ପଷ୍ଟବାଦୀ ହେଇଯିବା। ସ୍ପଷ୍ଟବାଦୀ କ'ଣ? କୌଣସି କଥାରେ ଆମର ଡର ଭୟ ରହିବନି। ସତ୍ୟ ଯାହା ସତ୍ୟ, ସତ୍ୟକୁ ଆମେ ସାମ୍ନା କରିପାରିବା। ସତ୍ୟ ଉପରେ ମାନେ ସତ୍ୟକୁ ଧାରଣ କରି ସତ୍ୟ ପଥରେ ଚାଲିବାର ସାହସ ଶକ୍ତି ପାଇବା। ତେଣୁ ବାବାଙ୍କର ଏତେ ସୁନ୍ଦର ମହାବାକ୍ୟ ଆଜି ନିଶ୍ଚୟ ଆମେ ଧାରଣ କରି ଆତ୍ମାକୁ ବଳଶାଳୀ କରିବା। ଓମ୍ ଶାନ୍ତି।